ମୁଁ ବହୁତ ବଢ଼ିଆ ଅଛି, ବିନ୍ଦାସ ଅଛି। ଦେଖୁଛନ୍ତି, ମୋତେ ଦେଖିକି ବି ଜାଣିପାରୁଥିବେ ମୁଁ ବହୁତ ଭଲରେ ଅଛି। ବୁଝିପାରିଲେ? ତ ମୋ ଭଳିଆ ପୁରା ବିନ୍ଦାସ ରୁହନ୍ତୁ। ଗୋଟେ ଛୋଟ କଥା କହୁଛି, ଯିଏ ଯିବାର ଥିବ ସିଏ ବାହାନା କରିକି, ଯେକୌଣସି ବାହାନା କରିକି ପଳେଇବ। ଯିଏ ଆସିବାର ଥିବ ସିଏ ଆସିବ, କମ୍ପଲସରି ଆସିବ। ସେଇଟା ଭଗବାନଙ୍କର ବରଦାନ। ଯିଏ ଯିବାର ଥିବ, ମୋର ଫୋନ୍ ପ୍ରୋବ୍ଲେମ୍ ହଉ, ମୋ ଘର ସମସ୍ୟା ହଉ, ମୋତେ ଟାଇମ୍ ନାହିଁ, ମୁଁ ଏଇ କାମରେ ବ୍ୟସ୍ତ ଥିଲି, ସେ କାମରେ ବ୍ୟସ୍ତ ଥିଲି, ଇଏ କରୁଥିଲି, ସେ କରୁଥିଲି, ବହୁତ କଥା। ବୁଝିପାରିଲେ? ତାର ବହୁତ ପ୍ରକାର ବାହାନାବାଜି ମାରିକି ସିଏ ପଳେଇବ। କାହିଁକି ନା ସେଟା ଭଗବାନ ଚାହୁଁନାହାନ୍ତି। ସେ ଯିବ ବୋଲିକି ତାର ଆଗତୁରା ସେ ଆଗରୁ ମାନେ ତା ମାଇଣ୍ଡ ସେଟ୍ କରିସାରିଥିବ। ବୁଝିପାରିଲେ? ତାର ଯେକୌଣସି ମାନେ ସେ ବାହାନା କରିକି ସେ ପଳେଇବ। ତାକୁ ଜମା ବି ଫୋର୍ସ କରିବେନି, ଜମା ବି ତାକୁ ବାଧ୍ୟ କରିବନି ଯେ ତୁ ରହ ବୋଲିକି। ତ ଫୋର୍ସରେ କେବେ ବି ସ୍ନେହ ମିଳେନି, ଫୋର୍ସରେ କେବେ ବି ଫ୍ରେଣ୍ଡସିପ୍ ହୁଏନି, ଫୋର୍ସରେ କେବେ ବି କିଛି ଜିନିଷ ହୁଏନି, ବାଧ୍ୟବାଦରେ କିଛି ଜିନିଷ ହୁଏନି। କେବେ ବି କାହାକୁ ଫୋର୍ସ କରିବେନି, କାହାରିକି ବାଧ୍ୟ କରିବେନି ଗୋଟେ ଜିନିଷ ହେଲା। ତ ସ୍ନେହ କେବେ ବି ଫୋର୍ସରେ ମିଳେନି। ସାଙ୍ଗ ହଉ, ଲଭର ହଉ, କପଲ ହଉ, କି ସ୍ୱାମୀ ସ୍ତ୍ରୀ ହଉ, କି ଯାହା ବି ହଉ। ବୁଝିପାରିଲେ? ସିଏ ତାର ଆସିବାର ଥିଲା କିଛି ଦିନ ପାଇଁ, ସିଏ ଆସିଲା ପଳେଇଗଲା। ତ ଅତୀତକୁ ମନେ ପକେଇକି ଜମା ବି କଷ୍ଟ ପାଇବେନି। ବର୍ତ୍ତମାନକୁ ନେଇକି ଚଳନ୍ତୁ। ବର୍ତ୍ତମାନ ମୁଁ କ'ଣ କରିମି, କେମିତି ରହିମି, କେମିତି ବଞ୍ଚିମି, କ'ଣ ଖାଇମି, କ'ଣ ପିଇମି, ମୋର ଆଗକୁ ଫ୍ୟୁଚରରେ କ'ଣ କରିବାର ଅଛି, ତ ସେଇଟା ଚିନ୍ତା କରିବେ। ବୁଝିପାରିଲେ? ଅତୀତକୁ କେବେ ବି ମନେ ପକେଇକି ଜମା ବି କଷ୍ଟ ପାଇବେନି। ବର୍ତ୍ତମାନକୁ ନେଇକି ଚଳନ୍ତୁ। ବର୍ତ୍ତମାନକୁ ନେଇ ଚଳିଲେ ଖୁସିରେ ରହିବେ, ମୋ ଭଳିଆ ବିନ୍ଦାସ ରହିବେ। ମଣିଷ ଜୀବନରେ ସମସ୍ତଙ୍କର ଦୁଃଖ ଆସିବ, ସୁଖ ଆସିବ, ପ୍ରୋବ୍ଲେମ୍ ଆସିବ, କିନ୍ତୁ ସେଇଆକୁ ଧରିକି ବସିଲେ ଜୀବନଟା କେବେ ବି ଚଳିପାରିବେନି। ବୁଝିଲେ? ତ ଯିଏ ଆସିବାର ଥିବ ଆସିବ, ଯିଏ ଯିବାର ଥିବ ଯିବ। ଆନା ଜାନା ତ ରହିବ ନା। ବୁଝିପାରିଲେ? ଏଟା ହେଉଛି କଳିଯୁଗ, ଏଟା ସତ୍ୟଯୁଗ ନୁହେଁ। ରାମ ରାଜ୍ୟରୁ ଓହ୍ଲେଇବେ ମାନେ ଯେଉଁ ଦଶରଥଙ୍କ ପୁଅ ପ୍ରଭୁ ଶ୍ରୀରାମ। କିଛି ନା କିଛି ଗୁଣ ରହିଛି, ଖରାପ ଗୁଣ କଳିଯୁଗରେ। ବୁଝିପାରିଲେ? ସେଥିପାଇଁ କାହାକୁ କେବେ ବି ସାଲିସ ମାଲିସ ଗାଲିସ କରୁନି। ଯିଏ ଯିବାର ଥିବ ଯାଉ, ତାକୁ ଛାଡ଼ିଦିଅ ତା ବାଟରେ ହେଲା। ମୋ କଥା ମାନିବ ଯଦି ବହୁତ ଖୁସିରେ ରହିବ, ବିନ୍ଦାସ ରହିବ, ଖୁସିରେ ରହିବ, ମୋ ଭଳିଆ ହସୁଥିବ ଏମିତି। ବୁଝିପାରିଲେ? ମୋ କଥା ଯଦି ଠିକ୍ ଲାଗିଥିବ ଆପଣଙ୍କୁ, ତାହେଲେ ସେୟାର, କମେଣ୍ଟ, ଲାଇକ୍ ଜମା ବି କରିବାକୁ ଭୁଲିବେନି, ଫଲୋ କରିବାକୁ ଜମା ବି ଭୁଲିବେନି। ମୁଁ ବହୁତ ବଢ଼ିଆ ବଢ଼ିଆ ନୂଆ ନୂଆ ଭିଡ଼ିଓ ଆଣିବି। ଜୟ ଜଗନ୍ନାଥ।